ଫାଷ୍ଟ ଅଫ୍ ଅଲ୍ ସମସ୍ତଙ୍କୁ ଓଡ଼ିଶା କମ୍ୟୁନିକେସନରେ ବହୁତ ବହୁତ ସ୍ୱାଗତ। ବର୍ତ୍ତମାନ ସମୟରେ ଓଡ଼ିଶା ସରକାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ସଏଲ୍ କଞ୍ଜରଭେସନ୍ ଏକ୍ସଟେନସନ୍ ୱାର୍କର ନିଯୁକ୍ତି ପାଇଁ ନୋଟିଫିକେସନ୍ ରହିଛି। ଯଦି ଆପଣ ଏହି ପୋଷ୍ଟ ପାଇଁ ଆବେଦନ କରିବେ ତେବେ ଯୋଗ୍ୟତା କ'ଣ ରହିବ, କିପରି ସିଲେକ୍ସନ୍ କରାଯିବ, ଏକ୍ଜାମ୍ ପେଟେଣ୍ଟ, ଆବଶ୍ୟକ ଡକୁମେଣ୍ଟସ୍, ଡିଟେଲ୍ସ ଇନଫର୍ମେସନ୍ ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା। ତା ପୂର୍ବରୁ କହି ରଖୁଛି, ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ନିଶ୍ଚିନ୍ତ ଭାବରେ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହିତ ଲିଙ୍କଟିକୁ ସେୟାର କରନ୍ତୁ। ଦେଖନ୍ତୁ, ବର୍ତ୍ତମାନ ସମୟରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ନିଯୁକ୍ତି ଆସିଛି ଆପଣଙ୍କର ସହେଲ୍ କଞ୍ଜରଭେସନ୍ ଏକ୍ସଟେନସନ୍ ୱାର୍କର ନିଯୁକ୍ତି ପାଇଁ। ଏଥିରେ ଟୋଟାଲ ପୋଷ୍ଟ ରହିଛି 324ଟି। ଏଇଟା ଆପଣଙ୍କର ଗ୍ରୁପ ସି ପୋଷ୍ଟ ରହିଛି ଏବଂ ଆପଣଙ୍କର ସାଲେରୀ ରହିଛି କ'ଣ ନା ଲେଭେଲ୍ 5। ଲେଭେଲ୍ 5 ମାନେ ଆପଣଙ୍କର ବେସିକ୍ ରହିବ 21,700 ଟଙ୍କା। ଦେନ୍ ଆପଣଙ୍କର ଡିଏ ଏବଂ ଏଚଆର୍ଆଇ ଯଦି ଆପଣଙ୍କୁ ମିଶାଇ ଦେବେ ତେବେ ଆପଣଙ୍କର ଇନ୍ ହ୍ୟାଣ୍ଡ ସାଲେରୀ ରହିବ କେତେ ଟଙ୍କା ନା ଆପଣଙ୍କର 34,000 ଟଙ୍କା ପ୍ଲସ୍ ଆପଣଙ୍କର ସାଲେରୀ ରହିବ। ଦେଖନ୍ତୁ, ଏଇ ପୋଷ୍ଟ ପାଇଁ ଅନଲାଇନ୍ ଆବେଦନ କେବେଠୁ ଆରମ୍ଭ ହେଉଛି ନା ଆପଣଙ୍କର ନଭେମ୍ବର 27 ତାରିଖ 2024ରୁ ଆରମ୍ଭ ହେବ। ଡିସେମ୍ବର 26 ତାରିଖ 2024 ସେଇଟା ରହିବ ଲାଷ୍ଟ ଡେଟ୍। ଯଦି ଡିସେମ୍ବର 26 ମଧ୍ୟରେ ରେଜିଷ୍ଟ୍ରେସନ୍ କମ୍ପ୍ଲିଟ୍ କରିଥିବେ, ଡିସେମ୍ବର 29 ତାରିଖ ପର୍ଯ୍ୟନ୍ତ ଆପଣ ତାକୁ ସବମିଶନ୍ କରିପାରିବେ। ଯଦି ଆପ୍ଲିକେସନରେ କିଛି ଭୁଲ ଥାଏ ତାକୁ ଆପଣଙ୍କର ନଭେମ୍ବର 27ରୁ ଯେଉଁଟାକି ଜାନୁଆରୀ 1 2025 ମଧ୍ୟରେ ଆପଣମାନେ ତାକୁ କରେକ୍ସନ୍ ବା ଏଡ଼ିଟିଂ କରିପାରିବେ। କେବଳ ଅନଲାଇନ୍ ମାଧ୍ୟମରେ ହିଁ ଆପ୍ଲିକେସନ୍ ଫର୍ମକୁ ସବମିଶନ୍ କରାଯିବ, ଯେଉଁଟାକି www.oasc.gov.in ଏହି ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ହିଁ ଆବେଦନ କରିବା ପାଇଁ ପଡ଼ିବ। ଅଫଲାଇନ୍ ମାଧ୍ୟମରେ କୌଣସି ଆପ୍ଲିକେସନ୍ ଫର୍ମ ସବମିଶନ୍ ହୋଇପାରିବ ନାହିଁ। ଏବଂ ଏଥିରେ ଆପଣଙ୍କର କ୍ୟାଟାଗୋରୀ ୱାଇଜ୍ ପୋଷ୍ଟ ରହିଛି, ଯେଉଁଟାକି ୟୁଆର୍ରେ ରହିବ ଆପଣଙ୍କର 188ଟି, ଏସ୍ସିବିସିରେ 2ଟି ପୋଷ୍ଟ, ଏସ୍ସିରେ 60ଟି ପୋଷ୍ଟ, ଏସ୍ଟିରେ 74ଟି ପୋଷ୍ଟ, ଟୋଟାଲ ଉପରେ 324 ଏବଂ ପିଡବ୍ଲ୍ୟୁରେ 13ଟି, ଦେନ୍ ଏକ୍ସ ସର୍ଭିସମ୍ୟାନରେ 10ଟି, ସ୍ପୋର୍ଟସ କୋଟା ପାଇଁ ଆପଣଙ୍କର 3ଟି ପୋଷ୍ଟ ରହିଛି। ଏଥିରେ ସମସ୍ତଙ୍କ ପାଇଁ ପୋଷ୍ଟ ଆପଣଙ୍କର ରହିଛି। ଦେନ୍ ଏହା ସହିତ ଆମେ ଯଦି ଦେଖିବା ଏହାର ଯୋଗ୍ୟତା, ଯେଉଁଟାକି ଜେନେରାଲ ଯୋଗ୍ୟତା ବା ସାଧାରଣ ଯୋଗ୍ୟତା କ'ଣ ରହିଛି, ସେ କ'ଣ ଗୁଡ୍ କ୍ୟାରେକ୍ଟରର ଜଣେ ହେଇଥିବ, ଇଣ୍ଡିଆନ୍ ସିଟିଜେନ୍ ହେଇଥିବ। ଦେନ୍ ଆପଣଙ୍କର ଓଡ଼ିଆ ରିଡ୍ ରାଇଟ୍ ସ୍ପିକ୍ ସେଇଟା ମିଡିଲ୍ ସ୍କୁଲ ଷ୍ଟାଣ୍ଡାର୍ଡ ନହେଲେ 10th ଷ୍ଟାଣ୍ଡାର୍ଡ, ନହେଲେ ଏହା ସହିତ ଯେଉଁ ଆପଣଙ୍କର ରହିଛି 7th ଷ୍ଟାଣ୍ଡାର୍ଡରେ ତାଙ୍କର ଓଡ଼ିଆ ସବଜେକ୍ଟ ଥିବା ଦରକାର। ଦେନ୍ ସେହି ଏଲିଜିବୁଲ୍ ହେଇପାରିବେ। ଓଡ଼ିଆ ଯଦି କହିପାରୁଥିବେନି, ଲେଖିପାରୁନଥିବେ ତେବେ ଆପଣ ଏଲିଜିବୁଲ୍ ହେଇପାରିବେ ନାହିଁ। ଦେନ୍ ଏଇ ପୋଷ୍ଟ ପାଇଁ କ'ଣ ଏଜୁକେସନାଲ କ୍ୱାଲିଫିକେସନ୍ ରହିଛି। +2 ଆପଣ ସାଇନ୍ସ କିମ୍ବା ଆପଣଙ୍କର ଭୋକେସନାଲରେ କରିଥିବେ। ଏହା ସହିତ ଏଗ୍ରିକଲଚର ରିଲେଟେଡ୍ ସବଜେକ୍ଟ ଥିବ, ଯେମିତି ଆପଣଙ୍କର କ୍ରପ୍ ପ୍ରଡକ୍ସନ୍, ହର୍ଟିକଲଚର, ରିପେୟାର ଆଣ୍ଡ ମେଣ୍ଟେନାନ୍ସ ଅଫ୍ ପାୱାର ଅଫ୍ ଡ୍ରାଇଭିଂ ଫାର୍ମ ମେସିନାରୀ। ଯଦି ଏଇ ସବଜେକ୍ଟରେ ଆପଣଙ୍କର ସାଇନ୍ସରେ ଏଗ୍ରିକଲଚର ରିଲେଟେଡ୍ ଥିବ, ଦେନ୍ ଆପଣମାନେ ସଏଲ୍ କଞ୍ଜରଭେସନ୍ ଏକ୍ସଟେନସନ୍ ୱାର୍କର ପାଇଁ ଆବେଦନ କରିପାରିବେ। ଏଥିପାଇଁ କ'ଣ ରହିବ ନା ଏଜ୍ ଯୋଗ୍ୟତା ବା ଆପଣଙ୍କର ବୟସ କ୍ରାଇଟେରିଆ 1 ଜାନୁଆରୀ 2024 ସୁଦ୍ଧା ମିନିମମ୍ ଆପଣଙ୍କର 21 ଇୟର ଏବଂ 1 ଜାନୁଆରୀ 2024 ସୁଦ୍ଧା ମ୍ୟାକ୍ସିମମ୍ ଆପଣଙ୍କର 38 ଇୟର ହେଇଥିବା ଦରକାର। ଏଥିରେ ସମସ୍ତ ଓମେନ୍, ଏସ୍ସିବିସି, ଏସ୍ସି, ଏସ୍ଟି ମାନଙ୍କ ପାଇଁ 5 ବର୍ଷ ରିଲାକ୍ସେସନ୍ ରହୁଛି, ତେବେ 43 ଇୟର ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯେଉଁମାନେ ଫିଜିକାଲ ଡିଜାବିଲିଟି ଅଛନ୍ତି ସେମାନେ 48 ଇୟର 10 ଇୟର ରିଲାକ୍ସେସନ୍ ରହୁଛି, ସେମାନେ ଏଇ ପୋଷ୍ଟ ପାଇଁ ଆବେଦନ କରିପାରିବେ। ଏବଂ ଏହା ସହିତ ଏଥିରେ ଆପଣଙ୍କର ଏକ୍ଜାମିନେସନ୍ ଦୁଇଟି ପାର୍ଟରେ ହେବ। ଗୋଟେ ହେବ ପ୍ରିଲିମିନାରୀ ଏକ୍ଜାମିନେସନ୍। ପ୍ରିଲିମିନାରୀ ଏକ୍ଜାମିନେସନ୍ ଗୋଟିଏ ପେପରରେ ହେବ, ଯେଉଁଥିରେ କି 150 ମାର୍କର ଏକ୍ଜାମ୍ କରାଯିବ। ଏରିଥମେଟିକ୍ ରହିବ, ଡାଟା ଇଣ୍ଟରପ୍ରିଟେସନ୍ ରହିବ, ରିଜନିଂ ରହିବ, ଦେନ୍ କରେଣ୍ଟ ଆଫେୟାର୍ସ ରହିବ। ଏଇଭଳି ଭାବରେ ଯେଉଁ ଆଉ ରହିଛି କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ଆୱାରନେସ୍ ରହିବ। ଏବଂ ଏଥିରେ ଆପଣଙ୍କର ଏକ୍ଜାମିନେସନ୍ କରାଯିବ, ନେଗେଟିଭ୍ ମାର୍କ ମଧ୍ୟ ଅଛି। ଏବଂ ଏଥିରେ ଆପଣଙ୍କୁ କ'ଣ କରାଯିବ ନା କେତେ କ୍ୟାଣ୍ଡିଡେଟ୍ସକୁ ନା 5 ଟାଇମ୍ସ କ୍ୟାଣ୍ଡିଡେଟ୍କୁ ନିଆଯିବ। ମନେକର 300 ପୋଷ୍ଟ, 300 × 5 ତେବେ ଆପଣଙ୍କର 1500 ପିଲାଙ୍କୁ ଆପଣଙ୍କୁ ନିଆଯିବ, ଯେଉଁଟାକି ଆପଣଙ୍କର ମେନ୍ ଏକ୍ଜାମିନେସନ୍ ପାଇଁ। ମେନ୍ ଏକ୍ଜାମିନେସନ୍ ପରେ ମେନ୍ ଏକ୍ଜାମିନେସନ୍ ଆପଣଙ୍କର ଟେକ୍ନିକାଲ ପେପର କରାଯିବ, ଯେଉଁଟାକି ଆପଣଙ୍କର ସବଜେକ୍ଟ ରିଲେଟେଡ୍ ରହିବ। ଦେନ୍ ଏଥିରୁ ଆପଣଙ୍କର 2 ଟାଇମ୍ସ ଯେତିକି ଭେକେନ୍ସି 300 ମନେକର ଭେକେନ୍ସି ଅଛି ଏକ୍ଜାମ୍ପଲ୍ 600
କ୍ୟାଣ୍ଡିଡେଟ୍‌କୁ ଡକ୍ୟୁମେଣ୍ଟସ୍ ଭେରିଫିକେସନ୍ ପାଇଁ ଡକାଯିବ। ଡକ୍ୟୁମେଣ୍ଟସ୍ ଭେରିଫିକେସନ୍ ପରେ ଆପଣଙ୍କର ଫାଇନାଲ୍ ଲିଷ୍ଟ ପ୍ରକାଶ ପାଇବ। ଯେଉଁଟାକି ଆପଣଙ୍କର ୱେବସାଇଟ୍ ମାଧ୍ୟମରେ ଏଭ୍ରିଥିଙ୍ଗ ଆପଣଙ୍କୁ ପ୍ରକାଶ କରାଯିବ ଏବଂ ଆପଣଙ୍କର ସାର୍ଟିଫିକେଟ୍ ଭେରିଫିକେସନ୍ ପାଇଁ ସେଇ ଅନୁସାରେ ଡକାଯିବ ଏବଂ ଓଡ଼ିଶାର ସମସ୍ତ ଡିଷ୍ଟ୍ରିକ୍ଟରେ ଏକ୍ଜାମିନେସନ୍ ସେଣ୍ଟର କରାଯିବ ଏବଂ ଏ ଯେଉଁ ଡିଟେଲ୍ ସିଲାବସ୍ ଏଭ୍ରିଥିଙ୍ଗ ଆପଣଙ୍କୁ ଆମର ଟେଲିଗ୍ରାମ ଚ୍ୟାନେଲରେ ମିଳିଯିବ ଏବଂ ଏକ୍ଜାମିନେସନ୍ ଆପଣଙ୍କର କେଉଁ ମାଧ୍ୟମରେ ହେବ ନା ଅଫଲାଇନ୍ ହେବ। OMR ସିଟ୍ରେ ଏକ୍ଜାମିନେସନ୍ କରାଯିବ। ଆଡ଼ମିଟ୍ କାର୍ଡ଼ ଯଥେଷ୍ଟ ଟାଇମ୍ ପୂର୍ବରୁ ଆପଣଙ୍କୁ ପ୍ରୋଭାଇଡ଼ କରିଦିଆଯିବ ଏବଂ ବିଶେଷ କରି ଆପଣଙ୍କର ଅନଲାଇନ୍ ଆପ୍ଲିକେସନ୍ ଫର୍ମ ସମୟରେ ସମସ୍ତ ସତର୍କତା ଅବଲମ୍ବନ କରିବେ। ବହୁତ ଭଲ ପୋଷ୍ଟ ଦେନ୍ ଏଥିପାଇଁ ଯେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଡକ୍ୟୁମେଣ୍ଟ ଯେତେବେଳେ ଭେରିଫିକେସନ୍ କରିବେ କ'ଣ କ'ଣ ଆବଶ୍ୟକତା ଆମେ ଡିସ୍କସନ୍ କରିନେବା। ଦେଖ ପ୍ରଥମତଃ ଆପଣଙ୍କର କ'ଣ ନା ଆଡ଼ମିସନ୍ ଲେଟର୍ ଫର୍ ଡକ୍ୟୁମେଣ୍ଟ ଭେରିଫିକେସନ୍ ଯେଉଁଟାକୁ ଆପଣଙ୍କୁ ପ୍ରୋଭାଇଡ଼ କରାଯିବ। ନିଜର ଗୋଟେ ବାୟୋଡାଟା କମ୍ ଆଟେଷ୍ଟେଡ୍ ଫର୍ମ ଦିଆଯିବ ସେଟାକୁ ଫିଲ୍ଅପ୍ କରିବେ। ଦେନ୍ ନିଜର ଅନଲାଇନ୍ ଆପ୍ଲିକେସନ୍ ଫର୍ମଟେ ଦରକାର। 10th ସାର୍ଟିଫିକେଟ୍ ମାର୍କସିଟ୍ +2 ଯେଉଁ ଆପଣଙ୍କର ସାଇନ୍ସ ଏବଂ ଭୋକେସନାଲରେ ଥିବ ଏବଂ ଏଗ୍ରିକଲଚର ରିଲେଟେଡ୍ ସବଜେକ୍ଟ ଥିବା ଦରକାର ତା ସାର୍ଟିଫିକେଟ୍ ଦେବେ। ଦେନ୍ ଆପଣଙ୍କର କାଷ୍ଟ ସାର୍ଟିଫିକେଟ୍ ଦେନ୍ ଓଡ଼ିଆ ପାସ୍ ସାର୍ଟିଫିକେଟ୍ ଯଦି ମେଟ୍ରିକରେ ଓଡ଼ିଆ ନାହିଁ ଦେନ୍ ଆପଣଙ୍କର ଯେଉଁ ଯଦି ଡିଜାବିଲିଟି ତା ସାର୍ଟିଫିକେଟ୍ ଦେବେ। ଇନ୍ ସର୍ଭିସ୍ ଯଦି ଛାଡ଼ିଥିବେ ଦେନ୍ ଡିସଚାର୍ଜ ଦେବେ। ଏକ୍ସ ସର୍ଭିସମ୍ୟାନ୍ ସ୍ପୋର୍ଟସ୍ କୋଟା ଥିଲେ ସ୍ପୋର୍ଟସ୍ ପର୍ସନ୍ ପାଇଁ ସାର୍ଟିଫିକେଟ୍ ଦେବେ। ଅନ୍ୟ କୌଣସି ଜବ୍ର ଥିଲେ NOC ସାର୍ଟିଫିକେଟ୍ ଦେବେ। ଏଇଭଳି ଭାବରେ ଆପଣଙ୍କର ଦରକାର ଏବଂ ଏକ୍ଜାମିନେସନ୍ର ଯେଉଁ ଡିଟେଲ୍ସ ପ୍ରିଲିମିନାରୀ ଏକ୍ଜାମିନେସନ୍ର ସିଲାବସ୍ ଏବଂ ମେନ୍ ଏକ୍ଜାମିନେସନ୍ର ସିଲାବସ୍ ଆପଣଙ୍କୁ ଆମର ଟେଲିଗ୍ରାମ ଚ୍ୟାନେଲ୍ ଓଡ଼ିଶା କମ୍ୟୁନିକେସନ୍ରେ ଆଭେଲେବୁଲ୍ ହେଇଯିବ। ନିଶ୍ଚିନ୍ତ ଭାବରେ ସେଠି ଭିଜିଟ୍ କଲେ ଆପଣମାନେ ଏହାର ପୁରା ଡିଟେଲ୍ସ ନୋଟିଫିକେସନ୍ଟି ପାଇଯିବେ। ଏଇ ଥିଲା ଡିଟେଲ୍ସ ନୋଟିଫିକେସନ୍ ଏବଂ ଯଦି ଆପଣମାନଙ୍କ ପାଖରେ ସଏଲ୍ ଏକ୍ସଟେନସନ୍ ୱାର୍କର ପାଇଁ ଏଲିଜିବୁଲ୍ ଆପଣ ନିଶ୍ଚିତ ଭାବରେ ଆବେଦନ କରନ୍ତୁ। କେବଳ +2 ସାଇନ୍ସ ଦେନ୍ +2 ଭୋକେସନାଲ୍ ଏବଂ ଏଗ୍ରିକଲଚର ରିଲେଟେଡ୍ ଯଦି ସବଜେକ୍ଟ ଅଛି ଆପ୍ଲାଏ କରିପାରିବେ ଏବଂ ଏଥିରେ ସାଲେରୀ ମଧ୍ୟ ଭଲ ରହିଛି। ଡାଇରେକ୍ଟ ରେଗୁଲାର ପୋଷ୍ଟ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ ଅପଡେଟ୍ରେ। ସେ ପର୍ଯ୍ୟନ୍ତ ବିଦାୟ ନେବା। ଜୟ ଜଗନ୍ନାଥ, ଜୟ ଓଡ଼ିଶା। ଥ୍ୟାଙ୍କ ୟୁ।